really concepts how it is beautiful and it is a symbol of our lives. Thank you. Now, I would like to request our respected Principal to give the welcome address. Good morning, everybody. And first of all, my excellent family, happy Republic Day to all of you. Respected Chairperson sir, Mr. Jalil sir, and my lovely kids and my whole excellent family. Today, my hearty welcome to each and everybody on this auspicious and graceful day of Republic Day. And without giving time, again, I wish to all of you a joyful and happy and blessings of the whole Republic Day. Thank you so much. Thank you, ma'am. Now, I would like to request our dear and respected Jalil sir, who is a social worker and eminent educationist. Sir, please. Respected chairman of the school, Mr. Pavitra Salarao from my village, respected principal of the school, respected all the teachers, and my dear students who are coming to my school, 6th High School, I congratulate you. 75 Republic Day, you are celebrating your having to
please come to the bar and share your opinion on this auspicious day. Good morning, respected my Guru, my philosopher, my teacher, Mr. Jareka, all the members of Krishna family, my kids, on the day of 75th Republic Day, I heartily welcome to you all of you. ଆଜି ସାଧାରଣତନ୍ତ୍ର ଦିବସ ଆମେ ପାଳନ କରୁଛେ। ତାହା କିଛି ମାନଙ୍କର ନିଜର ବଳିଦାନ, ସେମାନଙ୍କର ଆଦର୍ଶ ନେଇ ଆମେ ଆଜି ଭାରତରେ ସ୍ୱାଧୀନତାର ସ୍ୱାଦକୁ ଉପଲବ୍ଧି କରୁଛୁ। ଠିକ୍ ସେମିତି ଆମେ ନହେଲେ ମଧ୍ୟ ଆମେ ଶିକ୍ଷକ ହୋଇପାରିବା, ଭଲ ପିଲା ହେଇପାରିବା, ଦେଶ ପାଇଁ, ରାଜ୍ୟ ପାଇଁ ଜଣେ ଉଜ୍ଜ୍ୱଳ ତାରକା ହେଇ ଆମ ଦେଶକୁ, ଆମ ଜାତିକୁ, ଆମ ରାଜ୍ୟକୁ, ସାରା ପୃଥିବୀକୁ ଆଲୋକିତ କରିପାରିବା। ପିଲାମାନେ ଦେଖ, ସୁଯୋଗ ଜୀବନରେ ସବୁବେଳେ ଆସେ ନାହିଁ। ଯେମିତିକି ମୁଁ ଦିନେ ପିଲା ଥିଲି, ତୁମମାନଙ୍କ ଭଳି ଏମିତି ସାଧାରଣତନ୍ତ୍ର ଦିବସରେ ସାଧାରଣତନ୍ତ୍ର ଦିବସ ପାଳନ କରୁଥିଲି, କିନ୍ତୁ ଆଜି ମୋତେ ସେ ସୁଯୋଗ ନାହିଁ ତୁମମାନଙ୍କ ଭଳି ତୁମମାନଙ୍କ ଜାଗାରେ ଛିଡ଼ା ହେଇ ମୁଁ ଏହାକୁ ପାଳନ କରିବା ପାଇଁ। ଠିକ୍ ସେମିତି ଜୀବନରେ ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରତ୍ୟେକ ଜିନିଷ ଆସିଥାଏ, ଚାଲି ଯାଇଥାଏ। ତେଣୁ ପିଲାମାନେ ଆଜି ତୁମମାନେ ଗୋଟେ ଇଣ୍ଟରନ୍ୟାସନାଲ ସ୍କୁଲରେ ସୁଯୋଗ ପାଇଛ ପାଠ ପଢ଼ିବା ପାଇଁ। ଜଣେ ଭାରତର ନାହିଁ ପୃଥିବୀର ଆଗଧାଡ଼ିର ଛାତ୍ର ହେବା ପାଇଁ, ମଣିଷଟିଏ ଭଲ ମଣିଷ ପାଇଁ ସୁଯୋଗ ପାଇଛ। ସେଥିପାଇଁ ସେଗୁଡ଼ିକୁ ହାତ ଛଡ଼ା କର ନାହିଁ। ଆଉ କ'ଣ କହିଦେବି, କ'ଣ ସାର୍ ଆମେ ତ ସବୁ ସ୍କୁଲରେ ପିଲାମାନେ ପଢ଼ି, କ'ଣ ଆମ ସ୍କୁଲରେ କ'ଣ ଅନ୍ୟତମ ଅଛି? ପିଲାମାନେ ତୁମମାନେ ଜାଣିଛ, ଓଡ଼ିଶାର ପ୍ରଥମ ସ୍କୁଲ ଯେଉଁ ସ୍କୁଲରେ କି ବର୍ତ୍ତମାନ ଆମ ସ୍କୁଲରେ ଆମର ଏରୋସ୍ପେସ୍ ସିମୁଲେଟର ତିଆରି କରୁଛୁ। ଯେମିତି ଆମେ ଗାଡ଼ି, ପିଲାମାନେ ଶୁଣ ଟିକେ, ଛୋଟ ପିଲାମାନେ ସେମାନଙ୍କର ଏଇଟା ବହୁତ ଆବଶ୍ୟକତା ଅଛି। ମାନେ ଦେଖ, ସେମିତି ଗୋଟେ ଗାଡ଼ି ଶିଖିବା ପାଇଁ, ଗୋଟେ ଫୋର୍ ହ୍ୱିଲର ଚାଲିବା ପାଇଁ ହେଲେ ଆମେ ପ୍ରଥମ ତାର ଥିଓରି, କ୍ଲାସ୍, କେମିତି ଚଲାଯାଏ, ଗାଡ଼ିଟି କ'ଣ, ସେମିତି ଆଜି ଆମେ ପାଇଲଟ ହେବା ପାଇଁ ଆମେ ଗୋଟେ ପ୍ରଥମ ଥର ପାଇଁ ଓଡ଼ିଶାରେ ଯେଉଁ ସ୍କୁଲରେ କି ସିମୁଲେଟର ଏରୋସ୍ପେସ୍ ତିଆରି କରାଯାଉଛି, ଯେଉଁଥିରେ କି ତୁମେ ଗୋଟେ କେମିତି ଏରୋପ୍ଲେନ୍ ଫ୍ଲାଇଂ କରିବ ସେ ବିଷୟରେ ମଧ୍ୟ ଶିକ୍ଷା ଜାଣିବା ପାଇଁ ମଧ୍ୟ ଆମ ସ୍କୁଲରେ ବ୍ୟବସ୍ଥା କରାଯାଉଛି। ଆଉ ତୁମମାନେ ଦେଖିବ, ଭଲ ଖେଳିବା ପାଇଁ ମଧ୍ୟ ଆମେ ବ୍ୟବସ୍ଥା କରିଛେ। ଯେଉଁଠି ଗୋଟେ ମିନି ଷ୍ଟାଡ଼ିୟମ୍ କରିଛେ ନେଟ୍ ପ୍ରାକ୍ଟିସ୍ ପାଇଁ। ଭୁବନେଶ୍ୱରରେ ଓଡ଼ିଶାରେ କୌଣସି ଶିକ୍ଷାନୁଷ୍ଠାନ ନାହିଁ, ବଡ଼ ବଡ଼ ଷ୍ଟାଡ଼ିୟମ୍ ମଧ୍ୟ ରହିବ, କିନ୍ତୁ ଆମ ସ୍କୁଲରେ ଅଛି। ଯେଉଁଠି ଭୁବନେଶ୍ୱର ଥିବା ଅନ୍ୟ ଯେଉଁ ସ୍ପେସ୍ ଅଛି, ଯେଉଁଠି ଯିଏ ଆକାଶରୁ ଯେଉଁ ଲୋକଟି ଟ୍ରେନିଂ ଦେଉଛି, ଯିଏକି ତାର ପାୱାର 200 ଟଙ୍କା ଲେଖା ଚାର୍ଜ କରୁଛି, କି ଆମ ସ୍କୁଲରେ ଫ୍ରି ଅଫ୍ କଷ୍ଟରେ ତୁମମାନଙ୍କୁ ଖେଳ, କ୍ରିକେଟ୍, ଫୁଟବଲ୍, ହକି ଖେଳିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି। ଏବଂ ନିକଟ ଭବିଷ୍ୟତରେ ମିନି ଏସିଆ ଟାଇପ୍ର ମଧ୍ୟ ସୁଇମିଂ ପୁଲ୍ର ମଧ୍ୟ ବ୍ୟବସ୍ଥା କରାଯାଉଛି। ଏକ ହେଲା ଆକ୍ଟିଭିଟିଜ୍, ବିୟୋଣ୍ଡ ଦି ଆକ୍ଟିଭିଟିଜ୍, ପାଠ ପଢ଼ାଇବା ପାଇଁ ମଧ୍ୟ
ଚେକିଂ ଯେଉଁ ୱିକ୍ଲି ଟେଷ୍ଟ ମନ୍ଥଲି ଟେଷ୍ଟ କରାହେଉଛି ଏବଂ କେମିତି ବିଭିନ୍ନ କୋର୍ସ କମ୍ପ୍ଲିଟ୍ ହେବା ସଙ୍ଗେ ସଙ୍ଗେ ମଧ୍ୟ ତୁମମାନଙ୍କୁ କିଭଳି ଭାବରେ ପଦକ୍ଷେପ ନିଆହେଉଛି ଯେ ତୁମେ କେମିତି ଭଲ ନମ୍ବର ରଖିବ। 2 ଦିନ ତଳେ ଆମେ ଗୋଟେ ବଢ଼ିଆ ସୁନ୍ଦର ମିଟିଂଟେ ନେଇଥିଲୁ ଏବଂ ଟିଚର ମାନଙ୍କୁ ମୁଁ ରିକ୍ୱେଷ୍ଟ କରିଥିଲି ଯେ ତୁମମାନେ କେମିତି ପ୍ରପରଲି ଲେଖିବ ଏବଂ ଆମେ ଯାହା ପ୍ରମିସ୍ କରିଛୁ ଯେ ଆମର ସମସ୍ତ ଷ୍ଟୁଡେଣ୍ଟ 99% ରଖିବେ ଏବଂ ମିନିମମ୍ 2 ସମସ୍ତ ଷ୍ଟୁଡେଣ୍ଟ ଫାର୍ଷ୍ଟ କ୍ଲାସ୍ ପାଇବେ ତାପରେ ମଧ୍ୟ ଆମେ ପଦକ୍ଷେପ ନେଉଛୁ। କିନ୍ତୁ ତୁମମାନଙ୍କର ଆବଶ୍ୟକତା ଅଛି ଯେ ତୁମେମାନେ କେମିତି ନିଜକୁ ସେମିତି ଶୃଙ୍ଖଳିତ ଭାବରେ ପାଠ ପଢ଼ିବ। ତୁମମାନେ କେମିତି ମେଣ୍ଟାଲି ବିଷୟ କରିବ ନା ମୁଁ ଜଣେ ଆଗଧାଡ଼ିର ଛାତ୍ର ହେବି ସେଇଟା ତୁମମାନଙ୍କର ଉଦ୍ଦେଶ୍ୟ ଅଛି ଏବଂ ତୁମମାନେ ନିଶ୍ଚିତ ପାରିବ ଆମେ ଯେଉଁ ପଦକ୍ଷେପ ନେଉଛୁ ନିଶ୍ଚିତ ଭାବରେ ତୁମମାନେ ପଦକ୍ଷେପକୁ ଆମମାନେ ସହଯୋଗ କରି ଆଗକୁ ଯିବ ଏବଂ କୁନି ପିଲାମାନଙ୍କ ପାଇଁ ମଧ୍ୟ ଏ ବର୍ଷ ନୂଆ ନୂଆ ଆକ୍ଟିଭିଟି ରଖାଯାଇଛି କେମିତି ନୂଆ ନୂଆ ଏକ୍ସପୋଜର ମିଳିବ ଇଣ୍ଟରନ୍ୟାସନାଲି ଏକ୍ସପୋଜର ମିଳିବ ଆଉ ଏ ମଧ୍ୟ ଆମେ ଚେତନା କାର୍ଯ୍ୟକ୍ରମ କରିଛୁ ଆମେ କେମିତି ଆଧ୍ୟାତ୍ମିକ ଚିନ୍ତାଧାରାରେ ଜଣେ ଭଲ ମଣିଷ ହୋଇପାରିବା ତା ପାଇଁ ମଧ୍ୟ ଆମେ ବ୍ୟବସ୍ଥା କରିଛୁ। ଆଉ ଶିକ୍ଷକମାନେ ଦେଖ ତୁମମାନଙ୍କ ପାଇଁ ମଧ୍ୟ କିଭଳି ପ୍ଲାଟଫର୍ମ ହୁଏତ ସେଇ ପ୍ଲାଟଫର୍ମ କେଉଁଠି ନ ଆସିପାରେ ହେଲା ସବୁଠି ତୁମକୁ ବଢ଼ିବା ପାଇଁ ସୁଯୋଗ ଦିଆଯାଏ ତୁମମାନଙ୍କର ପାଠ ପଢ଼ା ଏବଂ ପାଠ ଚାଲିବା କିନ୍ତୁ ଏଠି ତୁମମାନେ କେମିତି ଡେ ଟୁ ଡେ ଆକ୍ଟିଭିଟି ଯିବେ କେମିତି ଆଗଧାଡ଼ିରେ ଯାଇପାରିବ ତୁମ ପାଇଁ କେମିତି ଲେସନ୍ ପ୍ଲାନ୍ରେ କେମିତି ପ୍ରପରଲି ଟ୍ରେନିଂ ନେବେ କେମିତି ପାଠ ପଢ଼େଇଲେ କିଭଳି ଭାବରେ ତୁମମାନେ ଉନ୍ନତ ମାନର ଶିକ୍ଷା ଦେଇପାରିବ ଏ ବ୍ୟବସ୍ଥା ମଧ୍ୟ ସେ ବ୍ୟବସ୍ଥା କରାହେଇଛି। ମୁଁ ପ୍ରିନ୍ସିପାଲ ମ୍ୟାଡ଼ାମଙ୍କୁ କହିଥିଲି ଯେ ଏ ବର୍ଷ ଆମେ ଲେସନ୍ ପ୍ଲାନ୍ ତିଆରି କରିସାରିଲା ପରେ ଇମିଡ଼ିଏଟଲି ଆମେ ଗୋଟେ ଟ୍ରେନିଂ ପ୍ରୋଗ୍ରାମ କରିବା ଯେଉଁ ଟ୍ରେନିଂ ପ୍ରୋଗ୍ରାମରେ ରହିବ ଯେ ଆମେ ଲେସନ୍ ପ୍ଲାନ୍ କିଭଳି ଭାବରେ ପାଠ ପଢ଼ିବା ଏବଂ ଯାହା ଭାବରେ ଆମ ପିଲାମାନେ ଉନ୍ନତ ନମ୍ବର ରଖିବା ସଙ୍ଗେ ସଙ୍ଗେ ଶିକ୍ଷକମାନଙ୍କର ମଧ୍ୟ ଡେଭଲପମେଣ୍ଟ ହେବ ଯେ ଏହିସବୁ ଜିନିଷରୁ ପ୍ରୋଗ୍ରାମ ସବୁ ଚାଲିବ ଯେଉଁ ଯେଉଁ ଆକ୍ଟିଭିଟି ଚାଲିବ ଏ ଯେଉଁ ଆକ୍ଟିଭିଟିକୁ ତୁମମାନେ ନିଶ୍ଚିତ ଭାବରେ କେମିତି ନିଜେ ଆଗକୁ ବଢ଼ିବ ସେ ଚିନ୍ତାଧାରା ଆଉ ତୁମମାନଙ୍କର ଯେଉଁ ଚିନ୍ତାଧାରା ହଁ ମୁଁ ଯାହା ଯେମିତି ଅଛି ସେଇଠି ଅଛି ସେମିତି ଭାରତ ସ୍ୱାଧୀନ ହେଲେ ମଧ୍ୟ ଅନ୍ୟ ଦେଶରେ ଆମେ ସ୍ୱାଧୀନ ହେଲେ ସେମିତି ସେ ସ୍ୱାଧୀନ ଥିବା ସଙ୍ଗେ ସଙ୍ଗେ ପରାଧୀନ ଯେଉଁ ଉଷ୍ମତାଟାକୁ ତୁମେ ଉପଲବ୍ଧି କରିବ ସ୍ୱାଧୀନତାର କିଛି ମୁକ୍ତ ହେବ ଠିକ୍ ସେମିତି ଏଇଭଳି ଶିକ୍ଷାନୁଷ୍ଠାନରେ ତୁମମାନଙ୍କର ନିଜର କୌଶଳ ସୃଷ୍ଟି କର ତୁମମାନେ କେମିତି ହେଲେ ବେଷ୍ଟ ଟିଚର ଭୁବନେଶ୍ୱରରେ ଜଣେ ବେଷ୍ଟ ଟିଚର ହେଇ ବାହାରିବ ଆଉ ବେଷ୍ଟ ଟିଚର ହେଲେ ତୁମମାନେ ମନେ ରଖିଥ ଯେ ମୁଁ ପ୍ରମିସ୍ କରୁଛି ତୁମେ ଯଦି ବେଷ୍ଟ ଟିଚର ହେବ ତାହେଲେ ଭୁବନେଶ୍ୱରରେ ସର୍ବାଧିକ ଯଦି କୌଣସି ଶିକ୍ଷାନୁଷ୍ଠାନରେ ତମର ଦକ୍ଷିଣ ପ୍ରାପ୍ତ ଥାଏ ତାହେଲେ ତାଙ୍କର ଶ୍ରୀକୃଷ୍ଣ ଇଣ୍ଟରନ୍ୟାସନାଲ ସ୍କୁଲ ହିଁ ଦେଇପାରିବ ଅନ୍ୟ ସ୍କୁଲ କୌଣସି ଦେଇପାରିବ ସରକାର ମଧ୍ୟ ଦେଇପାରିବ ନାହିଁ। ସେଥିପାଇଁ ତୁମମାନଙ୍କର ଚେଷ୍ଟା ଦରକାର କିନ୍ତୁ ତୁମେ ସେଇ ଆଗଧାଡ଼ିକୁ ଆସିବା ଦରକାର ମୋର ଆମେ ତୁମେ କେବଳ ଆଗଧାଡ଼ିକୁ ନ ଆସିବନି ତୁମମାନେ ମଧ୍ୟ ଏ ପିଲାମାନେ ମଧ୍ୟ ଆଗଧାଡ଼ି କରିବା ପାଇଁ ତେଣୁ ପ୍ରତ୍ୟେକ ଦିନ ତାକୁ ତୁମମାନେ ବିଶ୍ୱାସ କରିବ ନାହିଁ ଯେମିତି ମୋ ବ୍ୟବସାୟରେ କିମ୍ବା ମୋ ପ୍ରଫେସନରେ ଏଇଠି ଡେ ଟୁ ଡେ ଆକ୍ଟିଭିଟିକୁ ଡେଭଲପ୍ କରିବା ପାଇଁ ପ୍ରତ୍ୟେକ ଦିନ ମୋର କାମ 11-12 ସମୟରେ ଗୋଟେ ପର୍ଯ୍ୟନ୍ତ ମୋବାଇଲ ନେଇ ପଢ଼ୁଥାଏ ଯେ କ'ଣ ଆଜିକା ଡେଟ୍ ରିକମେଣ୍ଡ କ'ଣ ଅଛି ଆଜିକା ଡେଟ୍ରେ କ'ଣ ନୂଆ ନୂଆ ପ୍ରୋଗ୍ରାମ ସବୁ କ'ଣ ଆସୁଛି ଆକ୍ଟିଭିଟି କ'ଣ ଆସୁଛି ହାଉ ଡେଭଲପ୍ ଯଦି ସେଇ ଚିନ୍ତାଧାରା ତୁମେ ପ୍ରତ୍ୟେକ ଦିନ କିଛି ନହେଲେ କାଲି କ'ଣ ପାଠ ପଢ଼େଇବ ପିଲାମାନଙ୍କୁ ଚିନ୍ତାଧାରା ହଁ ପାଠ ପଢ଼ିକି ଅନୁସାର ଉନ୍ନତି ଏମିତି ଚାଲିଥିବ ଏବଂ ତାର କିଛି ଫରକ ନେକ୍ସଟ ମିଟିଂରେ ଦେଖିବି ଯେମିତି ତୁମମାନେ ନିଶ୍ଚିତ ଭାବରେ କିଛି କିଛି ମିଟିଂ ପ୍ଲାନ୍ we can support you, but we cannot make plan for you. So you should create your own plan, how you need and how the school and how you develop. Thank you all, and I request you should develop. Thank you. My spiritual side and my dear colleagues and my
26 January 1950. The Indian Constitution is the longest written constitution in the world. It was drafted by Dr. B.R. Ambedkar to establish structures, powers, procedures to rule Nigerians. So it was taken time to 2 years, 11 months, 18 days. Indian Constitution was gifted to us to follow the set of rules and regulations. So on this Republic Day, we should promise to respect each other, follow the rules, regulations, which are set by constitutions, and contribute positively all the years. Currently, we need to fulfill the dream of Mahatma Gandhi to make our country develop. So, even we can decide after 5 years what our country will be. So, development and prosperous. Thank you, Jai Hind. Thank you, Joseph. Now, I would like to request Vijay Shah, please start the practice of horse-riding which our children have for long days practicing. See children how it is a very beautiful moment for us when our children are developed to ride the horse. And it is also the symbol, as it is told, it is the symbol of see how they are showing the different position when riding the horse. We have to hold the belt. And if the children follow the instructions of our dear Vijay sir, then we will also be a good rider. You can see the power students and the controlling power. As a natural practice makes a man perfect. And simultaneously you have to be very much interested to participate in every activity which is conducted in our school campus. Keep the name of our school. Big clap today. Yes. When you are totally serious, you are not only respecting your school and the same thing you value for the society to keep the name of our society important. यहाँ पर सभा पर उपस्थित आदरणीय अध्यक्ष महोदय, मुख्य अतिथि महोदय, प्रधान आचार्य महोदय, उप प्रधान आचार्य महोदय, सम्मानित शिक्षकगण और सभी विद्यार्थियों को गणतंत्र दिवस की हार्दिक शुभकामनाएं। आज पूरे देश भर में 75वां गणतंत्र दिवस मनाया जा रहा है, बल्कि बड़े ही धूमधाम के साथ मनाया जा रहा है। लेकिन
क्या आप लोग जानते हैं कि इस दिवस को गणतंत्र भी क्यों कहा जाता है? गणतंत्र यानी कि प्रजा का तंत्र, तंत्र मतलब शासन। यह देश प्रजा के माध्यम से ही शासित होता है, इसलिए इस देश को हम प्रजातांत्रिक देश भी कहते हैं। आज का दिन पूरे देश के लिए गौरव की बात है, क्योंकि 15 अगस्त 1947 को यह देश गणतंत्र की देवी से आजाद जरूर हुआ था, लेकिन इस स्वतंत्र भारत के इस शासन को सुचारू रूप से चलाने के लिए उसके पास अपना संविधान नहीं था। इसलिए संविधान सभा का गठन किया गया और संविधान बनाया गया। लेकिन इस संविधान बनाने की प्रक्रिया में हमें बहुत समय लगा। 2 साल 11 महीने 18 दिन का समय लगा और इस प्रक्रिया में डॉक्टर भीमराव अम्बेडकर की भूमिका बड़ी अहम रही। इस संविधान को बनाने के लिए 26 जनवरी को इसलिए चुना गया क्योंकि 1930 में इसी दिन को ही कांग्रेस अधिवेशन में पूरे भारत को स्वराज बनाने की घोषणा की गई थी और बहुत समय के पश्चात गहन विचार विमर्श और कई बैठकों के बाद जाकर इस महान संविधान को हमने प्राप्त किया था। और इसके साथ ही हमने इस संविधान से बड़ी कुशलता के साथ कई सारे विशेष नियमों से अपने आप को बांधा और दुनिया के सामने विभिन्नता के साथ ही एकत्र होकर हम सबके समक्ष खड़े हुए। इसके लिए बहुत से स्वतंत्रता सेनानियों ने बड़े ही त्याग किए हैं। तो आज मैं उन्हीं सभी स्वतंत्रता सेनानियों को तहे दिल से श्रद्धांजलि अर्पित करती हूँ और इसके साथ डॉक्टर भीमराव अम्बेडकर के समय सभी विद्वानों को भी मेरा सत नमन, जिन्होंने हमें इस महान संविधान को दिया, जिसके बलबूते पे हम सभी दुनिया के सामने एकजुट होकर सामना करते हैं और अपने आप को परिभाषित करते हैं। इसी के साथ मैं अपने भाषण को समापन करती हूँ और पुनः सभी को गणतंत्र दिवस की हार्दिक शुभकामनाएं देती हूँ। जय हिंद। Thank you, Mr. Mary. So, as it is a very beautiful moment, we have to sing that is in our mind.
share their feelings without any court or fear. The national flag with three colors. It is not only a symbol of freedom, it also shows us how we all are connected despite all the differences. So children, we know, on the day of 15th August 1947, we got our independence. After that, our country was governed by the Government of India of 1935. There was an urgency to have a constitution so that our country will be ruled properly. So this means our constitution next to appoint a drafting committee under the head of Dr. B.R. Ambedkar and who presented this draft in the Constituent Assembly. And this draft was accepted in 26 January 1949 and is enacted, that is, it came into force in 26 January 1950. From that day, our country is known as a democratic, sovereign, democratic, secular, democratic republic. So now let's the question comes, what is constitution? I think most of us don't know what is constitution. When I was a student, I was confused. What is constitution? I thought it was just like a parliament house, it was a great building or monument. But no, children, we are providing you books to read, to learn something, so that you will be master of that subject. Like this, our constitution is only a written document. Here, all the laws, all the rules and regulations are written. And these rules and regulations are aware to all the citizens of the country who are living inside the country. So, constitution is only a written document. Then, another forward I'm just going to explain. After writing the constitution, our country became a sovereign, secular, democratic people. What do we mean by this sovereign? Sovereignty contains here the people and the government has the right to choose to take the decision freely, and no other country can impose any decision upon our country. That is, our country becomes independent from all sides. Then coming to the point secular. What is this secular? Secular means there is no specific religion in our country. All the religions are given equal importance in the country. We all are equal in the eyes of the law. That's why our country is known as a secular country. All the Hindus, Muslims, Christians, Jains, Buddhists, all the religious people are living here with the freedom. They are enjoying the freedom. Then comes the another word, democracy. And in most children, democracy is the most popular definition for the democracy. Democracy is the government of the people, by the people, and for the people. That is, the government, the people, the citizen has the right to choose their representative to govern our country. Then another point, that is the republic. What is republic? Let's celebrate the republic day. What does it mean, republic? Republic means here all the citizens have the right to choose the head of the country. We know even the executive head of the country is the president and the legislative head is the prime minister. And the prime minister is directly elected by the people. And the president of India, who is the head of the country, he was elected by the representative of our legislative of the country, and our representatives are electing our president. That is here in the citizen currency. All these citizens are given freedom to choose everything. They live their independent life. So, after the acceptance of the
हमारे यहाँ कोई माने ना, यहाँ अपनी भी थोड़ी अदा थोड़ा अंदाज है। ऐसे हैं चाहे वैसे हैं, अरे जो भी है जैसे है, खुद पे हम न्याज है। जाने ना हमको ये ज़माना, चाहो तो हमको आज़माना। प्यारबाज़ हम, जानसाज़ हम, इश्क़बाज़ दिलवाले, कहते हैं हमको प्यार से इंडिया वाले, प्यार से इंडिया वाले, प्यार से इंडिया वाले, छुड़ा दे हम इंडिया वाले, छुड़ा दे हम इंडिया वाले। जो भी कहता है कहने के, जब ये भला या बुरा, जैसी भी मर्जी हो हमारी, करते हैं ऐसी होशियारी। दिल से यार जो ले पुकार दो, जान साथ कर डाले, कहते हैं हमको प्यार से इंडिया वाले, छूते हैं हार से इंडिया वाले, छूते हार से इंडिया वाले, छुड़ा दे हम इंडिया वाले, उंगली पे सबको नचा दे हम इंडिया वाले। To come to the stage and start distributing the NCC certificates. Happy Republic Day, all of you. Happy Republic Day. और इसे तुम्हारा भारत माता की, भारत माता की, भारत माता की। And this is today we are celebrating the 75th Republic Day. Now, one of the part of our school, NCC, all of NCC, good morning, all the scout students, escort our guests and show their performance. Now, the first time in our school, we got the certificates of NCC. Those students are presented, we distribute the certificate to the students. One by one they will be declared here and recalled to the schools and give us a certificate from our honorable respected chairman sir, respected John sir and respected principal madam. The first Midra Maham of Standard 10 present here.
और big clap. Give a big clap. Clap for the students. Give a big clap for the students. Students for Sunday. Everybody give a big clap for our students. Those certificate given, they will take another place. ଆମେ ସେହି ଭାରତର ସ୍ପନ୍ଦନ ଯେ ସ୍ପନ୍ଦନ ଚାଲିଛି ଭାରତର ସ୍ୱାଧୀନତା ରକ୍ତର ବଳିଦାନ କେବଳ ଖୁସି ତ ହେବ ନାହିଁ ଆମକୁ সেই বলিদানৰ অৰ্থ বুজিବାକୁ পଡ଼ିব ଏବଂ সেই বলিଦାনৰ অৰ্থକୁ ସାକାର କରିବାକୁ ପଡ଼ିବ এবং শ্রীকৃষ্ণ ইন্টারন্যাশনাল স্কুলের ছাত্রছাত্রীগণ শিক্ষকবৃন্দ শিক্ষার্থীগণ ପିଲାମାନେ ଆଜି ତୁମେ ଯେଉଁ ତ୍ରିରଙ୍ଗା ପତାକା ବସି ଭାବୁଛ ଯେ ଏକ ଦିବସ ଆମେ ଏଠି ଖାଲି ସାଧାରଣତନ୍ତ୍ର ଦିବସ ପାଳନ କରିବା ଏବଂ ଭାବୁଛ ଏ ଖୁସିରେ ପୁଣି ଏକ ସ୍ୱାଧୀନତା ଦିବସ ଅପେକ୍ଷା କରିବା ତାହା ନୁହେଁ ପ୍ରତିଟି କ୍ଷଣ ପ୍ରତିଟି ଦିନ ଆମ ପାଇଁ ବହୁତ ମୂଲ୍ୟବାନ ଜୀବନର ସେ ସ୍ୱାଧୀନତାର ମୂଲ୍ୟବାନ ବୁଝିଛି କେତେ ଆମକୁ ବୁଝିବାକୁ ପଡ଼ିବ ଯେଉଁ ମହାନ ସଂଗ୍ରାମୀମାନେ ଦିନେ ନିଜକୁ
ନିଜର ସମସ୍ତ ମନ ପ୍ରାଣ ହୃଦୟକୁ ଭାରତ ମାତା ପଛରେ ଲଗାଇ ଦେଇଥିଲେ ଫାଶୀ ମୁଣ୍ଡରେ ଝୁଲିବା ପାଇଁ ପଛେ ମନ ଦେଖା କରୁନଥିଲେ ସେ ଭଗତ ସିଂ ବନ୍ଧୁଙ୍କ ଜୟଜୟ କରୁଥିବା ଚନ୍ଦ୍ରଶେଖର ଆଜାଦ ହୁଅନ୍ତୁ ସେ କ୍ରାନ୍ତିକାରୀ ସେ ମହାନ ଦେଶପ୍ରବୋଧକ ଲୋକମାନଙ୍କ ପାଇଁ ଆଜି ଆମେ ପତାକା ଉତ୍ତୋଳନ କରିପାରୁଛନ୍ତି ଏବଂ ତାର ମୂଲ୍ୟ ବୁଝିପାରୁଛନ୍ତି। ପିଲାମାନେ ଆଜି ଆମ ପାଇଁ ସେ ସମୟ ନାହିଁ କିନ୍ତୁ ଆଜି ଯେଉଁ ସମୟ ଉପନିତ ଆମ ପାଖରେ ସେ ସମୟ ହେଉଛି ନିଜକୁ ପ୍ରତିପାଦନ କରିବା ନିଜ ଭାରତ ମାତାର ସନ୍ତାନ ବୋଲି ଗର୍ବ ଅନୁଭବ କରିବା ଏବଂ ନିଜର ସାମର୍ଥ୍ୟକୁ ବଳିଦାନ ଦେଇ କେମିତି ଆଗକୁ ଯିବା ସେହି ଆଗକୁ ଯିବାର ପ୍ରେରଣା ଏ ବିଦ୍ୟାଳୟରେ ଶିଖିବା ଆବଶ୍ୟକ ଅଛି। ସବୁ ଛାଡ଼ି ଦେଇ ନିଜର କର୍ତ୍ତବ୍ୟ ପଥରେ ଯଦି ଆମେ ଆଗକୁ ଆଗେଇ ଚାଲିବା ସଫଳତା ନିଜେ ନିଶ୍ଚିନ୍ତ ଆସିଯିବ। ଆଜି ସାରା ବିଶ୍ୱରେ ଭାରତ ପରିଚୟ ସୃଷ୍ଟି କରିପାରିଛି ନିଜର ସାମର୍ଥ୍ୟ ଦେଖାଇ ପାରିଛି କେବଳ ପରିଶ୍ରମ ବଳରେ। ସେହି ପରିଶ୍ରମକୁ ଆଗକୁ ନେବା ପାଇଁ ଆମେ ଆଜି ହସି ଖୁସି ଜୀବନ ବିତେଇ ଦେବା ପାଇଁ ସମୟ ଆସିନାହିଁ। ଆସିଛି ସମୟ ପରିଶ୍ରମ କରିବା ପାଇଁ, ଆସିଛି ସମୟ ଆଗକୁ ଯିବା ପାଇଁ, ଆସିଛି ସମୟ ଆମର ପୂର୍ବପୁରୁଷଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ। ଆଜି ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହୋଇଗଲା, ସାରା ବିଶ୍ୱ ହତଚକିତ ହୋଇଗଲା। କାହିଁକି? କେବଳ ପରିଶ୍ରମ ବଳରେ। ଆଜି ଯଦି ଭାରତର ସେନା ବର୍ଡରରେ -ଡିଗ୍ରୀ ତାପମାତ୍ରାରେ ଯାଇ ଛିଡ଼ା ହୋଇ ଭାରତ ମାତାକୁ ଜଗି ପାରୁଛି ତାହେଲେ ଆମେ କାହିଁକି ଖୁସି ହେବା? ଆମେ କାହିଁକି ପଛେଇ ଯିବା? ଆମକୁ ଆଗକୁ ଯିବାର ଅଛି। ବିଦ୍ୟା ଗ୍ରହଣ କରିବା, ବିଦ୍ୟା ଅଧ୍ୟୟନ କରିବା, ନିଜର ସାମର୍ଥ୍ୟ ଅନୁସାରେ ଆମେ ଆଗକୁ ଯିବା। ସେ ଖେଳ ପସନ୍ଦ ହେଉ କି ବିଦ୍ୟାଗତ ପୁସ୍ତକଗତ ବିଦ୍ୟା ହେଉ, କେବଳ ବିଦ୍ୟା ପାଠ ପଢ଼ିଲେ ହେବ ନାହିଁ, ତାକୁ କାର୍ଯ୍ୟରେ ଲଗାଇବାକୁ ପଡ଼ିବ। କେବଳ ଶିକ୍ଷକ ଶିକ୍ଷକଙ୍କର ଆଦର୍ଶ ପଦ୍ଧତିରେ ଚାଲିବାକୁ ନାହିଁ, ଆମକୁ ନିଜକୁ ଏଥିପାଇଁ ଯୋଗ୍ୟ କରି କରିବାକୁ ପଡ଼ିବ। ଛାତ୍ରଛାତ୍ରୀ ବିଦ୍ୟାଳୟ ଜୀବନ ସବୁଠୁ ମୂଲ୍ୟବାନ ଜୀବନ। এই জীবনের সব শিক্ষা হৃদয় আগে দিয়ে আমি তোমাদের জ্ঞান জীবন পাইপারছু এই শিক্ষা বিদ্যালয় থেকে প্রাপ্ত করছু। তোমরা এই বিদ্যালয় সব শিক্ষা কর। বিদ্যালয়ের শিক্ষক জীবন ছাত্র জীবন অর্থ বুঝি আগে যাওয়াকে নিজকে প্রেরিত কর। পিতামাতাଙ୍କର আশা স্বপ্ন সাকার କରିବା ପାଇଁ ସମୟକୁ ସଦୁପଯୋଗ କରି ଚାଲ। ଦେଖିବ ସମୟ ନିଶ୍ଚିନ୍ତ ଆମକୁ ଯୋଗ୍ୟତା ପ୍ରଦାନ କରିବ। ଆଜି ସମୟ ବିତରଣୀ ଆଜି ବର୍ତ୍ତମାନ ଆମର ସମୟ ହୋଇଯାଇଛି। ମୁଁ ପ୍ରଥମେ ଧନ୍ୟବାଦ ଦେବି ଆଜିର ମୁଖ୍ୟ ଅତିଥି ଆମର ବିଦ୍ୟାଳୟର ଚେୟାରମ୍ୟାନ୍ ଶ୍ରୀଯୁକ୍ତ ପ୍ରଫେସର ରାମେଶ ସାରଙ୍କୁ ସେ ତାଙ୍କର ମୂଲ୍ୟବାନ ସମୟ ଆମ ପାଖରେ କାଟି ପାରିଛନ୍ତି।